ମୋର ସମସ୍ତଙ୍କୁ ସୁପ୍ରଭାତ। ଆଜି ମୁଁ ଆପଣଙ୍କୁ ଦୁଇଟି ତିନୋଟି ବିଷୟ ଅଳ୍ପ ଅଳ୍ପ କରି ଦେଖେଇବି। ଆପଣ ନିୟମିତ ଭାବରେ 200 ଥର, 300 ଥର, 100 ଥର, 50 ଥର ଯେଉଁଭଳି ପ୍ରକ୍ରିୟାରେ କରିବା କଥା ତାକୁ କରିବେ। ମୁଁ 3ଟା 10ରୁ ସବୁବେଳେ କାର୍ଯ୍ୟକ୍ରମ ଆରମ୍ଭ କରେ ଏବଂ 4ଟା 50 ଭିତରେ ସବୁ ସରିଯାଏ। ସବୁ ପ୍ରକାର ପ୍ରକ୍ରିୟା କରି ସେସବୁ କପାଳ ଭାତି, ଅନୁଲୋମ ବିଲୋମ 5 ମିନିଟ୍ 10 ମିନିଟ୍ 20 ମିନିଟ୍ ଧ୍ୟାନ ଆଉ ଭଙ୍ଗୀ 7 ଥର ଧ୍ୟାନ ଓମ୍ ଉଚ୍ଚାରଣ 7 ଏ କରିଯିବା ପରେ ମୁଁ ଆପଣମାନଙ୍କ ପାଖକୁ ଏ ଯେଉଁ ଭିଡ଼ିଓ ପଠାଉଛି, କାରଣ ନିଜେ କରି ଅନ୍ୟକୁ କହିବାଟା ହେଉଛି ବାହାଦୁରୀ। କାରଣ ନିଜେ ନ କରି ଖାଲି କହିଲେ କୌଣସି ଲାଭ ହେବ। ଆଜି ମୁଁ 66 ବର୍ଷରେ ଯଦି ଏସବୁ ପ୍ରକ୍ରିୟା କରିପାରୁଛି, ତେବେ ଆପଣମାନେ କାହିଁକି ଆପଣଙ୍କ ଜୀବନରେ ଏସବୁ କରି ଆନନ୍ଦ ଉପଭୋଗ କରିବେ, ସୁସ୍ଥ ନ ରହିବେ? ମାନସିକ ସ୍ତରରେ ଆପଣ ନିଶ୍ଚିନ୍ତ ସୁସ୍ଥ ରହିବେ, ଶାରୀରିକ ସ୍ତରରେ ଆପଣ ନିଶ୍ଚୟ ସୁସ୍ଥ ରହିବେ। ତେଣୁକରି ମୁଁ ଆପଣଙ୍କୁ 2-3 ପ୍ରକ୍ରିୟା ସଂକ୍ଷେପରେ କହିବି, 20 ଥର କରି କହିବି। କାହିଁକିନା ଏ ଭିଡ଼ିଓ ବହୁତ ଲଙ୍ଗ ହେଇଯାଉଛି, ମୁଁ ପ୍ରୋସେସ୍ କରିପାରୁନି। ଆଉ ଯଦି ଭଲ ଲାଗିବ ତାହେଲେ ସେୟାର କରିବେ, ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ମୁଁ ବର୍ତ୍ତମାନ ବଟରଫ୍ଲାଏ କରିବାକୁ ଯାଉଛି। ଏହା କରିବା ଦ୍ୱାରା ଆପଣଙ୍କର ଶରୀରରେ ଡାଇବେଟିସ୍ଠୁ ଆରମ୍ଭ କରି ବିପିଠୁ ଆରମ୍ଭ କରିକି ବ୍ଲଡ଼ ରକ୍ତ ଜଳପରି ସବୁ କଣ୍ଟ୍ରୋଲ୍ କରିବ। ମୁଁ 20 ଥର କରୁଛି, ଆପଣ ଏଇଟାକୁ 50 ଥର 100 ଥର କରିପାରିବେ। ମୁଁ 50 ଥର କରିସାରିଛି। ବର୍ତ୍ତମାନ ଢୋଲକ ଆରମ୍ଭ କରୁଛି, ଯେଉଁ ଢୋଲକ ଦ୍ୱାରା ଆପଣ ଶରୀରର ସମସ୍ତ ରକ୍ତ ଚାଳନଠୁ ଆରମ୍ଭ କରି ବିପି, ଲିଭର ଜନିତ ସମସ୍ୟା, କ୍ୟାନ୍ସର ଜନିତ ସମସ୍ୟା, ମସ୍ତିଷ୍କ ଉନ୍ନତ ରହିବ, ଶାରୀରିକ ସୁସ୍ଥ ରହିବେ। ଏଇସବୁ ପ୍ରକ୍ରିୟା କରିବା ଦ୍ୱାରା ମୁଁ ଅଳ୍ପ ଅଳ୍ପ କରୁଛି। ଆପଣ ଏ ପ୍ରକ୍ରିୟାକୁ ମୁଁ ଆଗରୁ ଭିଡ଼ିଓ ଦେଇଥିଲି। ଉପରେ ବାମ ପାଦ ତଳେ ଡାହାଣ ପାଦ ଉପରେ ରଖି 300, ଆଉ ପୁଣି ଏପଟ ରଖି ଡାହାଣ ତଳେ ବାମ ଉପରେ ରଖି 300, ତା ସାଙ୍ଗରେ ତାଳି ମାରିବାକୁ ପଡ଼ିବ। ତେଣୁ ମୁଁ ଆପଣଙ୍କୁ 10 କରିକି ପଠାଉଛି। ଦେଖନ୍ତୁ, ଉପରୁ ଡାହାଣ ଗୋଡ଼ ରହିଲା ତଳେ, ବାଁ ଗୋଡ଼ ରହିଲା ତଳେ, ଉପରେ ରହିଲା ବାଁ। 10ଟି ଥର କରିକି ମୁଁ ପଢ଼େଇବି। ଏହି ପ୍ରକ୍ରିୟାକୁ ଆପଣ 300 ଥର ଯଦି କରିପାରିବେ ବହୁତ ଉତ୍ତମ। ତାପରେ ଏ ଗୋଡ଼ ରହିଲା ଏମିତି, ଏ ବି 300 ଥର ଆପଣ କରିବେ। ଏ ବି ତାଳି ପ୍ରତି 20 ଥରରେ ଆପଣ 10 ଥର ଲେଖା ତାଳି ମାରିବେ। ଏହି ପ୍ରକ୍ରିୟା କରିବା ଦ୍ୱାରା ଆପଣଙ୍କର ଶରୀର ସୁସ୍ଥ ନିଶ୍ଚୟ ରହିବ।
ମୁଁ ଏଇ ଦୁଇଟି ପ୍ରକ୍ରିୟାକୁ ବର୍ତ୍ତମାନ ଦେଲି। ଆପଣ ଯଦି ଭଲ ଲାଗିଲା ଆପଣ ମୋତେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ। ନମସ୍କାର।